ସାଙ୍ଗମାନେ ବର୍ତ୍ତମାନ ମୁଁ ସକାଳୁ ଉଠିଗଲି, ଆଜି କାହିଁ ବେଳାରେ ଉଠିଗଲି, ସେଥିପାଇଁ ଭାବିଲି ସକାଳର ଭିୟୁଟା କ'ଣ ଅଛି ଆପଣମାନଙ୍କୁ ଦେଖେଇବି। ତ ଚାଲନ୍ତୁ ଦେଖିବା ଭିୟୁଟା କେମିତି ଲାଗୁଛି, ଭିୟୁଟା କେମିତି ଆସିଲେ ଆପଣ ଦେଖିଲେ କମେଣ୍ଟ କରି କହିବେ। ଚାଲନ୍ତୁ ଦେଖିବା। ବର୍ତ୍ତମାନ ମୁଁ ଛାତ ଉପରେ ଆସିଗଲି, ଏବେ ଭିୟୁଟା ଭଲ ଲାଗୁନି ନା, ମୁଁ ତମକୁ ଦେଖଉଛି ଭିୟୁଟା କେମିତି ଭଲ ଲାଗିବ। ତ ଦେଖନ୍ତୁ ଇଚ୍ଛା ଯଦି କେମିତି ଲାଗିଲା, ତଳେ ବି ଏଇପଟେ ଦେଖନ୍ତୁ କେମିତି ଦେଖାଯାଉଛି, ମୋ ମୁହଁଟା ବି କେମିତି ଦେଖାଯାଉଛି। କାହିଁକି ନା ଏବେ ସୂର୍ଯ୍ୟଟା ଯୋଉ ଆସିଛି, ଏ ସୂର୍ଯ୍ୟଟା ଦେଖିପାରୁଥିବେ ବହୁତ ମାନେ ସଫ୍ଟ ହିସାବରେ ମାନେ ସୂର୍ଯ୍ୟ କିରଣଟା ବହୁତ ପଡୁଛି। ତ ଏବେ ଦେଖିପାରୁଥିବେ ଘର ଫର ବି ବହୁତ ମାନେ ବହୁତ କ୍ଲିୟର ବି ଦେଖାଯାଉଛି। ତ ଦେଖିପାରୁଥିବେ ମୋ ମୁହଁ ତ କ୍ଲିୟର ଦେଖାଯାଉଛି, ମତେ ସେତିକି ଖୁସି ଲାଗୁଛି। ତ ଦେଖିପାରୁଥିବେ ମାନେ ଆଜି ରାତି କାଲି ଡ୍ୟୁଟିରେ ଆସିଲି ତ ଶୋଇପଡ଼ିଥିଲି 1 ପାଖାପାଖି 1:30 ପାଖାପାଖି। ତ ସେଥିପାଇଁ ଆଲାର୍ମ ଦେଇଥିଲି, କାହିଁକି ନା ଗୋଟେ ଭିଡ଼ିଓ ବି ଅପଲୋଡ଼ କରିବାର ଥିଲା ମୋର। ମୁଁ ଇନଷ୍ଟାରେ ଆଉ ୟୁଟ୍ୟୁବରେ ଭିଡ଼ିଓ ଅପଲୋଡ଼ କରିଦେଇଛି, ଆପଣ ଯାଇ ଦେଖିପାରିବେ। ତ ସେଥିପାଇଁ ମାନେ ନିଦ ନାହିଁ, ଭିଡ଼ିଓ କରିବା ପାଇଁ ନିଦ ନାହିଁ। ଏବେ ବି ସକାଳୁ ଦଉନାହାନ୍ତି ମାନେ କି ଶୋଇବା କଥା, ମାନେ ଡ୍ୟୁଟିରେ ଆସି ଦେବି ରାତି 1:00 1:30ରେ କି ଶୋଇବା କଥା, ମୁଁ କିନ୍ତୁ ମାନେ ଉଠିକି ଭିଡ଼ିଓ କରୁଛି। ଗୋଟେ ନିଶା ହେଇଯାଇଛି ଆଉ, ଗୋଟେ ଭିଡ଼ିଓ ତ ଗୋଟେ ହଉଛି। ତ ମତେ ବି ଭଲ ଲାଗୁଛି ଭିଡ଼ିଓ କରିବା ପାଇଁ, ଭିଡ଼ିଓ କରୁଛି ତ ଆଉ ସେଇଟା ଆପଣ ଦେଖୁଛନ୍ତି। ତ ଆପଣମାନେ କିଛି କମେଣ୍ଟ ବି କରୁନାହାନ୍ତି, ମାନେ ଭିଡ଼ିଓ ତ ଦେଖୁଛନ୍ତି ଆଉ କମେଣ୍ଟ କ'ଣ କରିବେ, କିଛି କରୁନାହାନ୍ତି, ସ୍କିପ୍ କରିଦେଉଛନ୍ତି, ସ୍ୱାଇପ୍ କରିଦେଉଛନ୍ତି। ଆଉ ଦେଖୁନାହାନ୍ତି ଦିନେ ଦେଖିବେ, ନ ଦେଖିଲେ ନାହିଁ ଆପଣଙ୍କ ଖୁସି, ଆପଣଙ୍କୁ କିଏ ବାଧ୍ୟ କରୁଛି ଆପଣ ଦେଖିବେ ବୋଲି। ସେଥିପାଇଁ ଭାବିଲି ସକାଳୁ ଉଠିବି ଗୋଟେ ଭିଡ଼ିଓ ବନେଇବି। ବର୍ତ୍ତମାନ ଗୋଟେ ଅନଭଏସ୍ ଭିଡ଼ିଓ ବନେଇଛି କାଲି ପାଇଁ, କାହିଁକି ନା କାଲି କଥା ମୁଁ ଆଜି କରେ। ସେଥିପାଇଁ ମତେ ବି ଟିକେ ବହୁତ ଖୁସି ଲାଗେ, କାହିଁକି ନା କାଲି କଥା ଆଜି କରିଦେଲେ କାଲିକି ମାନେ ଫ୍ରି ଲାଗେ, କିଛି ଟେନସନ୍ ନଥାଏ। ସେଥିପାଇଁ ମୁଁ ବେଳାବେଳି ଭିଡ଼ିଓ କରିଦିଏ। ତ ସେଥିପାଇଁ ଭାବୁଛି ସେଇ ଜାଗା ପରେ ସେ ଜାଗା ଗଲେ ହବନି, ଜଣେ କି ପାଖରେ ରହିବା ଦରକାର। ସେଥିପାଇଁ ମୁଁ ଟ୍ରାଏ କରୁଛି ମାନେ ଅଲଗା ଜାଗାରେ ଭିଡ଼ିଓ କରିବା ପାଇଁ, ମାନେ ପଛ ଭିୟୁଟା ଭଲ ଆଣିବା ପାଇଁ। ସେଥିପାଇଁ କରୁଛି, ଯଦି ଆପଣମାନଙ୍କ ସପୋର୍ଟ ମିଳିବ ସେତିକି ମୁଁ ଖୁସି ରହୁଛି। ଜୟ ଜଗନ୍ନାଥ। ଏଇଟା ମୋର ନ୍ୟୁ ବ୍ଲଗ, ନ୍ୟୁ ନୁହଁ ମାନେ ବ୍ଲଗ ତ ଚାଲିଛି କିନ୍ତୁ ନ୍ୟୁ ମୁଁ କହୁଛି ଆଉ ରହୁଛି।